ଆଜିର ପ୍ରସଙ୍ଗ ବିଷୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀର ସ୍ୱର ସୁଶାସନର ସ୍ୱର୍ଣ୍ଣିମ ସ୍ୱାକ୍ଷର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ସାରା ଦେଶ ଆଜି ପାଳନ କରୁଛି ମହାନ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଶତବାର୍ଷିକୀ। ନୂଆଦିଲ୍ଲୀସ୍ଥିତ ତାଙ୍କ ସ୍ମାରକୀସ୍ଥଳ ସଦୈବ ଅଟଳଠାରେ ଆଜି ଜନତା ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ, ଉଚ୍ଚାଙ୍ଗ ମୂଲ୍ୟବୋଧ, ନୀତି ଓ ଆଦର୍ଶ ଦେଶବାସୀଙ୍କ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିଛି। ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ପ୍ରଖ୍ୟାତ ଲେଖକ, କବି, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଥିଲେ। ସେ ଥିଲେ ଅଜାତଶତ୍ରୁ। ପରକୁ ଆପଣାର କରିବାର କଳାକୌଶଳ ତାଙ୍କ ପାଖରେ ଭରି ରହିଥିଲା। ଦୀର୍ଘ 4 ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ରାଜନୀତି ଓ ଜନତାଙ୍କ ସେବାରେ ଚଳଚଞ୍ଚଳ ଥିବା ଅଟଳ ବିହାରୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବାସ୍ତବରେ ଭୀଷ୍ମ ପିତାମହ ବୋଲି ଆଖ୍ୟା ଦେଇଥିଲେ। ସେ 3 ଥର ଭାରତର ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। 1924 ମସିହା ଡିସେମ୍ବର ମାସ 25 ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କର ଗ୍ୱାଲିୟରଠାରେ ଜନ୍ମ ହୋଇଥିଲା। ଏକ ସାଧାରଣ ପୃଷ୍ଠଭୂମିରୁ ଅସାଧାରଣ ରାଷ୍ଟ୍ରନୀତିଜ୍ଞ ଭୂମିକାରେ ଅବତୀର୍ଣ୍ଣ ହେବା ଏକ ବିରଳ ଦୃଷ୍ଟାନ୍ତ ନିଶ୍ଚୟ। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଶ୍ରୀ ବାଜପେୟୀ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିଥିଲେ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏବଂ ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀ ଯୋଗୁଁ ଦେଶ ପ୍ରଗତି ଓ ଅଭିବୃଦ୍ଧିର ଉତ୍କର୍ଷତା ହାସଲ କରିଥିଲା। ସମଗ୍ର ଦେଶରେ ଥିବା ରାଜପଥ ସଂଯୋଗର ପରିକଳ୍ପନାରେ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଆଞ୍ଚଳିକ ଗମନାଗମନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏକ ମାଇଲ ଖୁଣ୍ଟ ସଦୃଶ ଥିଲା। ଦିଲ୍ଲୀ ମେଟ୍ରୋ ସଂଯୋଗକୁ ପ୍ରୋତ୍ସାହନ ଦେବା, ସାମାଜିକ ଅଭିବୃଦ୍ଧି କ୍ଷେତ୍ରରେ ଶିକ୍ଷାର ପ୍ରସାର ନିମନ୍ତେ ସର୍ବଶିକ୍ଷା ଅଭିଯାନ ଚାଲୁ କରିବା, ସୂଚନା ପ୍ରଯୁକ୍ତିବିଦ୍ୟା, ଦୂରସଞ୍ଚାର ଏବଂ ଯୋଗାଯୋଗ କ୍ଷେତ୍ରରେ ଅନନ୍ୟ ଭୂମିକା ଗ୍ରହଣ କରିବା ତାଙ୍କ ଦୂରଦୃଷ୍ଟି ବ୍ୟକ୍ତିତ୍ୱର ପରିଚୟ ବହନ କରେ। 1998 ମସିହା ମେ 11 ତାରିଖରେ ଅପରେସନ ଶକ୍ତି ଭାବେ ପରିଚିତ ପୋଖରାନ ପରମାଣୁ ପରୀକ୍ଷଣ 1 ଏବଂ ମେ 13 ତାରିଖରେ ପୋଖରାନ ପରୀକ୍ଷଣ 2 ପାଇଁ ସେ ବିଶ୍ୱ ନେତାଙ୍କ ନିକଟରେ ନିଜ ଦେଶର ଗୌରବର ଗାଥା ଲେଖିଥିଲେ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶର ଅର୍ଥନୀତି ସଶକ୍ତ ହେବା ସହିତ ମୌଳିକ ଢାଞ୍ଚାଗତ ପ୍ରକଳ୍ପଗୁଡ଼ିକ ନୂତନ ଭାବେ କାର୍ଯ୍ୟକାରୀ ହୋଇପାରିଥିଲା। ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଭାବରେ ସେ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସେ ମୁଖ୍ୟ କର୍ଣ୍ଣଧାର ଥିଲେ। ମେଣ୍ଟ ରାଜନୀତି ପରିଚାଳନା କ୍ଷେତ୍ରରେ ବାଜପେୟୀ ଥିଲେ ସିଦ୍ଧହସ୍ତ। ମେଣ୍ଟଭୁକ୍ତ ଦଳମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ବିଶ୍ୱ ଶାନ୍ତିର ସବୁଠାରୁ ଶକ୍ତିଶାଳୀ ପ୍ରବକ୍ତା ଥିବା ବାଜପେୟୀ ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସଂହତି ବଜାୟ ରଖିବା ନିମନ୍ତେ ଆପ୍ରାଣ ଚେଷ୍ଟିତ ଥିଲେ। ଏହାଛଡ଼ା ପଡ଼ୋଶୀ ଦେଶମାନଙ୍କ ସହ ମଧ୍ୟ ଉତ୍ତମ ଯୋଗାଯୋଗ ଓ ସୁସମ୍ପର୍କ ସ୍ଥାପନ କରିବାରେ ସେ ସିଦ୍ଧହସ୍ତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସମୟରେ 1977 ମସିହାରେ ପ୍ରଥମ ଭାରତୀୟ ନେତା ଭାବେ ଜାତିସଂଘରେ ବାଜପେୟୀଙ୍କ ହିନ୍ଦୀ ଭାଷାରେ ଦୀର୍ଘ ଭାଷଣ ତାଙ୍କୁ ବିଶ୍ୱ ନେତାଙ୍କ ଗହଣରେ ଆଣିଦେଇଥିଲା ଅନେକ ଆଦୃତି, ପ୍ରଶଂସା ଓ ପ୍ରଶସ୍ତି। ଶ୍ରୀ ବାଜପେୟୀଙ୍କୁ 1992 ମସିହାରେ ପଦ୍ମବିଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କର ଅନନ୍ୟ ଅସାଧାରଣ ବ୍ୟକ୍ତିତ୍ୱ, ନିରଳସ ଜୀବନଚର୍ଯ୍ୟା, ଉତ୍ସର୍ଗୀକୃତ ସେବା, ତ୍ୟାଗପୂତ ଜୀବନାଦର୍ଶ ଓ ଦେଶ ସେବା ପାଇଁ 2015 ମସିହାରେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ସରକାର 2014 ମସିହାରେ ବାଜପେୟୀଙ୍କ ଜୟନ୍ତୀ ଦିବସକୁ ସୁଶାସନ ଦିବସ ରୂପେ ପାଳନ କରାଯିବାକୁ ଘୋଷଣା କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ରୂପ ପ୍ରଦାନ ସହ ପ୍ରକୃତ ସୁଶାସନ ଆରମ୍ଭ ହୋଇଥିଲା। ସୁବିଧାବାଦୀ ରାଜନୀତିଠାରୁ ସେ ଥିଲେ ଊର୍ଦ୍ଧ୍ୱରେ। 1999 ମସିହାରେ ତାଙ୍କ ସରକାର ଗୋଟିଏ ଭୋଟରେ ପରାସ୍ତ ହୋଇଥିଲେ ସୁଦ୍ଧା ସେ ସଂସଦର ନିଷ୍ପତ୍ତିକୁ ସହୃଦୟତା ସହ ଗ୍ରହଣ କରି ପରବର୍ତ୍ତୀ ସମୟରେ ମଜବୁତ ଜନାଦେଶ ନେଇ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସେହି ମହାନ ଜନନାୟକଙ୍କର 2018 ମସିହା ଅଗଷ୍ଟ ମାସ 16 ତାରିଖରେ ତିରୋଧାନ ଭାରତୀୟ ରାଜନୀତି ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ନିର୍ବାପିତ ହେବା ଭଳି ମନେ ହେଉଥିଲା। ସେ ଥିଲେ କ୍ରାନ୍ତିବୀର ଏବଂ ଶାନ୍ତିଦୂତ। ଆଜିର ଦିନକୁ ସୁଶାସନ ଦିବସ ଭାବେ ହୃଦୟରେ ଲିପିବଦ୍ଧ କରିବା ସହ ତାଙ୍କର ନୀତି, ଆଦର୍ଶ, ମୂଲ୍ୟବୋଧ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।